ଜୟ ଜଗନ୍ନାଥ ସାଙ୍ଗମାନେ। କଳିଯୁଗ ଏଥିପାଇଁ ସବୁଠୁ ଭଲ। କାହିଁକି ଜାଣିବା କଣ କଳିଯୁଗ ସତ୍ୟଯୁଗ ଠାରୁ ଭଲ ଅଟେ। ମହର୍ଷି ବେଦବ୍ୟାସ କଳିଯୁଗ କାହିଁକି ସବୁଠୁ ଶ୍ରେଷ୍ଠ ଯୁଗ ବୋଲି କହିଛନ୍ତି, କଣ ରହିଛି ଏହାର ଉପଚାର ସତ୍ୟତା, ଆସ ଜାଣିବା। ବନ୍ଧୁଗଣ, ହିନ୍ଦୁ ଧର୍ମ ଯୁଗକୁ ଚାରି ଭାଗରେ ବିଭକ୍ତ କରାଯାଇଛି, ଯଥା ଦ୍ୱାପର ଯୁଗ, ତ୍ରେତୟା ଯୁଗ, ସତ୍ୟ ଯୁଗ ଓ କଳିଯୁଗ। ଯେଉଁଥିରେ କଳିଯୁଗକୁ ମାନବର ଜାତିର ସବୁଠୁ ଅଭିଶପ୍ତ ଯୁଗ ବୋଲି କୁହାଯାଏ। ଅନ୍ୟ କିଛି ଲୋକ କଳିଯୁଗ ଅନ୍ତିମ ଯୁଗ ମଧ୍ୟ କହିଥାନ୍ତି। କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ବିଷ୍ଣୁ ପୁରାଣରେ ମହର୍ଷି ବେଦବ୍ୟାସ କଳିଯୁଗକୁ ସବୁଠୁ ଶ୍ରେଷ୍ଠ ଯୁଗ ବୋଲି କହିଛନ୍ତି। କିନ୍ତୁ ସେ ଏମିତି କାହିଁକି କହିଛନ୍ତି ଓ ଏହା ପଛରେ କଣ ଅର୍ଥ ରହିଛି, ତାହା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ। ବିଷ୍ଣୁ ପୁରାଣ ଅନୁଯାୟୀ ଦିନ ବେଦବ୍ୟାସ ଋଷି ଗଙ୍ଗା ନଦୀରେ ସ୍ନାନ କରୁଥିଲେ ବେଳେ କିଛି ମୁନି ଋଷି ପହଞ୍ଚିଲେ ଏବଂ ସେମାନେ ଦେଖିଲେ କି ମହର୍ଷି ବେଦବ୍ୟାସ ଗଙ୍ଗା ନଦୀରେ ସ୍ନାନ କରୁଛନ୍ତି। ତେଣୁ ସେମାନେ ଗଙ୍ଗା ନଦୀ କୂଳରେ ଥିବା ଗଛ ମୂଳରେ ବସିଲେ। କିଛି ସମୟ ପରେ ମହର୍ଷି ବେଦବ୍ୟାସ ନଦୀ ଭିତରୁ ବୁଡ଼ ପକାଇ କହିଲେ, ଯୁଗ ମଧ୍ୟ ସବୁଠୁ ଶ୍ରେଷ୍ଠ ହେଉଛି କଳିଯୁଗ ଅଟେ। ଏହି କଥାଟି ମହର୍ଷି ବେଦବ୍ୟାସ ବାରମ୍ବାର କହିବାକୁ ଲାଗିଲେ। ଏହା ଶୁଣିବା ପରେ ଗଛ ତଳେ ବସିଥିବା ମୁନିଗଣ ଆଶ୍ଚର୍ଯ୍ୟଚକିତ ହୋଇଗଲେ। ସେମାନେ କହିବାକୁ ଲାଗିଲେ, ମହର୍ଷି ବ୍ୟାସ ଏମିତି କାହିଁକି କହିଛନ୍ତି? କାରଣ ମୁନି ଋଷିଗଣ ଶୁଣିଥିଲେ ଯୁଗ ମଧ୍ୟରୁ ଅଭିଶପ୍ତ ଯୁଗ ହେଉଛି କଳିଯୁଗ ଅଟେ। ଯେବେ ମହର୍ଷି ବେଦବ୍ୟାସ କରିବା ପରେ ଯେବେ ମହର୍ଷି ବ୍ୟାସ ସ୍ନାନ କରିବା ଯେବେ ବାହାରକୁ ଆସିଲେ, ସେତେବେଳେ ଋଷିମାନେ ତାଙ୍କୁ ସେହି ପ୍ରଶ୍ନ ପଚାରିଲେ, ଏହାର ଅର୍ଥ କଣ? ଋଷିଙ୍କର ଏହି ପ୍ରଶ୍ନ ଶୁଣିବା ପରେ ବ୍ୟାସଜୀ କହିଲେ, ଯେଉଁ ଫଳ ସତ୍ୟ ଯୁଗର 10 ବର୍ଷ ଯାଏ ତପସ୍ୟା ବ୍ରହ୍ମଚାରୀ ପାଳନ କରିବା ପରେ ମିଳିଥାଏ, ତାହା ମନୁଷ୍ୟର ତ୍ରେତୟା ଯୁଗର 1 ବର୍ଷ, ଦ୍ୱାପର ଯୁଗର 1 ମାସ ଓ କଳି ଯୁଗର ଗୋଟେ ଦିନ ଓ ରାତିରେ ପ୍ରାପ୍ତ ହୋଇଥାଏ। ଏହି କାରଣରୁ ବ୍ୟାସ ମହର୍ଷିଙ୍କୁ କଳିଯୁଗ ସବୁଠୁ ଶ୍ରେଷ୍ଠ ଯୁଗ ବୋଲି କହିଛନ୍ତି। କଳିଯୁଗର ଅଳ୍ପ ସମସ୍ୟା ହେଲେ ମଧ୍ୟ ମହରକ୍ତି ପ୍ରାପ୍ତ ହୋଇଥାଏ। ତେଣୁ ମୁଁ କଳିଯୁଗକୁ ସବୁ ଶ୍ରେଷ୍ଠ ଯୁଗ ବୋଲି ଆଖ୍ୟା ଦେଇଛି। ତେବେ ଏହା ଥିଲା ମହର୍ଷି ବେଦବ୍ୟାସଙ୍କର କଳିଯୁଗର ଶ୍ରେଷ୍ଠ କହିବା ପରେ ପ୍ରକୃତ ଅର୍ଥ। ଏହାପରେ ବ୍ୟାସ ମହର୍ଷି କହିଲେ, ମୋର ଏକ ଉପଦେଶ ଏହା କି କଳିଯୁଗର ମନୁଷ୍ୟ ନିଜର ଜୀବନ ସରଳ ସୁଖୀ ଓ ବନେଇବା ପାଇଁ ସଦା ଶ୍ରୀକୃଷ୍ଣ ହରିନାମ ଜପ କରିବା ଉଚିତ। ବନ୍ଧୁଗଣ, ଯଦି ମୋର ଏହି ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥାଏ ତ ଆପଣମାନେ ସବସ୍କ୍ରାଇବ ଲାଇକ୍ ନିଶ୍ଚୟ କରିବେ ଓ କମେଣ୍ଟ ଜଣାଇବେ କେମିତି ହେଇଥିଲା। ଜୟ ଜଗନ୍ନାଥ ସାଙ୍ଗରେ।